ଗତ ସରକାର ମହୁଲି ବନ୍ଧକୁ ବନ୍ଦ କରିଥିଲେ। ଖାଲି କେବଳ ପେନ୍ ଆଣ୍ଡ ପେପରରେ ବନ୍ଦ ହେଇଥିଲା, କିନ୍ତୁ ପ୍ରଚୁର ଆକାରରେ ଚୋରା ଭାବେ ମହୁଲି କାରବାର ବେଶୀ ହଉଥିଲା। ମାନେ ନିଶା ନିବାରଣ ଗୋଟିଏ ରାତିରେ ବା ଗୋଟିଏ ମାସରେ ସମ୍ପୂର୍ଣ୍ଣ ହେଇପାରିବନି। ଏକ ପ୍ରକ୍ରିୟା ଏବଂ ସମୟ ସାପେକ୍ଷ। ମହୁଲି କେବଳ ମଦ ବ୍ୟତୀତ କିଛି ଅଂଶରେ ଗୋରୁ ଖାଦ୍ୟ ଯାଏ, ଅନ୍ୟ କୌଣସି ବ୍ୟବହାରରେ ମହୁଲି ବ୍ୟବହାର କରିବାର ସରକାରଙ୍କ ପାଖେ କୌଣସି ଆଗରୁ ପ୍ରସ୍ତାବ ନାହିଁ କି ଚେଷ୍ଟା ମଧ୍ୟ କରିକିରି ସରକାର ଫେରି ମାରିଥିଲେ। ତେଣୁ ବାଧ୍ୟ ହୋଇ ଆଦିବାସୀ ହରିଜନ ମାନଙ୍କର ମଙ୍ଗଳ ପାଇଁ ମହୁଲି ମଦ ଆରମ୍ଭ କଲେ। ଆଦିବାସୀ ହରିଜନଙ୍କର ମହୁଲି ମଦ ସ୍ୱାସ୍ଥ୍ୟରେ କାମ ଦିଏ, ଖାଦ୍ୟରେ ବି କାମ ଦିଏ। କୌଣସି ମଦ ମଣିଷ ପାଇଁ ଦରକାର ନୁହେଁ, ଅନ୍ତତଃ ଓଡ଼ିଶାରେ। ଏବଂ ଆଦିବାସୀ ମାନେ ଯେ ମଦ ନହେଲେ ଚଳିବେ ନାହିଁ ଏବଂ ଆଦିବାସୀ ମାନଙ୍କ ପାଇଁ ମଦ ଅପରିହାର୍ଯ୍ୟ।